ଖାଇ ଦେଇଛି ନା ସବୁ? ଆଉ ହାତ ଟିକେ ମାରିଛି ପୁରା ଚାଟି ଦେଇକି ଯାଇଛି। ତମେ ଆଣିକି ଆମ୍ବ ସାରା ପକେଇଲ ଆଉ ତମେ କୁଲର ଇଏ କରୁଛ। ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ଟାଇମ୍ ଆସିଗଲା 8ଟା। ତ ବର୍ତ୍ତମାନ ଠାରୁ ମୁଁ ବ୍ଲଗ୍ଟାକୁ ଷ୍ଟାର୍ଟ କଲି। ତା ସହିତ ପାଗ ପରେ ଦେଇଛି ମେଘୁଆ। ଆଉ ବୋଉ ମୋର ଏଠି କରୁଛି କ'ଣ ନା ରୋଷେଇ। କ'ଣ ରୋଷେଇ କରୁଛି କିଲୋ ବୋଉ? ଡାଲମା। ସବୁଦିନ ଆମର ଡାଲମା, ଏନି ଟାଇମ୍ ଡାଲମା। ଆଉ ଡାଲମା ତ ଖାଲି ତ ଡାଲମା। ଆଉ ତା ସହିତ ଆମର ଜେଜେ ବସିକି ଏଠି ଖାଇକି ଅଲରେଡ଼ି ସାଇଲି ବସିକି କ'ଣ କରୁଛ? ହାଁ କ'ଣ କହୁଛ? ଖାଲି ଡାଲି? ତମ ଡାଲି ଭଲ ବହଳା ବହଳା? ଆରେ କ'ଣ ପାନ ଭାଙ୍ଗିଛ? ଖାଇଦେଲ, ଟିକେ ୱେଟ୍ କରୁନ, ସାଙ୍ଗେ ସାଙ୍ଗେ ପାନ ଖାଇଦେବ। ଖାଇଦେଲା ମାନେ ସାଙ୍ଗେ ସାଙ୍ଗେ ପାନ। ତା ସହିତ ଦୁଇ ଟୁଙ୍ଗୁରୁ ଏଠି ଠିଆ ହେଇଛନ୍ତି। ଆମ ଟୁଙ୍ଗୁରୁ ସିଟ୍ ତ 4 ଦିନ ହେଲା ଫ୍ରେଣ୍ଡସ୍ ମାନେ ଦେଖି ନାହାନ୍ତି। କୁଆଡ଼େ ଯାଇଥିଲୁ ଟୁଙ୍ଗୁର? ଭଲ ଅଛୁ ଟି? ଥା ମୁଁ ଯାଉଛି। ତ ଟୁଙ୍ଗୁର ମୋ ଉପରେ ରାଗିଛି। ଚାଲ। ତ ଫ୍ରେଣ୍ଡସ୍ ମୁଁ ଗୋଟେ ଯାଇଥିଲି, ଦେଖ କେତେ ଖଜୁରୀ କୋଳି ଆଣିକି ଆଇଛି। କେତେ ସାରା ପାରିକି। ହାଁ କ'ଣ କହିଲ? ଖଜୁରୀ ଗଛରେ ରଖିବା ଆଉ ହେଇଛି ପ୍ରବଳ। ଆଣିଆ ଆଉ ବଢ଼ିଆ ମିଠା ଲାଗୁଛି କିନ୍ତୁ। ଭାଇ ପାଇଁ ରଖିଦେବୁ? ହଁ ରଖିଦେଉନୁ। ବଢ଼ିଆ ମିଠା ଲାଗୁଛି, ଟିକେ ମାଉଁସିଆ ଖଦରା ବଢ଼ିଆ ମାଉଁସିଆ ନାହିଁ। ଏରା ଧୋଇଛୁ ଟି? ହଁ ଆଉ ବଢ଼ିଆ ଟେଷ୍ଟ ଖଦରା କୋଳି ହେଇଛି କିନ୍ତୁ। ଆଉ ଖଜୁରୀ କୋଳି, ସରି ଖଦରା କୋଳି କହୁଛି। ଆମ ଗାଁ ରାସ୍ତାରେ ହେଇଯିବା ସଡ଼କ ଲଢ଼ିଲେ ମାନେ ଆମରି ଗାଁ ଯେଉଁ ରାସ୍ତା କଡ଼ ନାହିଁ, ସେଇ ସାଇଡ଼ରେ ଗୋଟେ ଯୋଡ଼େ ଗଛ ଅଛି। ଗୋଟେ ଗଛରେ ପତା ହେଇଯାଇଛି, ଆଉ ଗୋଟେ ଗଛରେ ବହଳିଆ ଅଛି। ଆଉ ସେଇଠୁ ଆଣିଲୁ, ବଢ଼ିଆ ମିଠା କେମିତି ଲାଗୁଛି। ତୁ ଭାଜୁନି? ଥୋଇଦିଅ, ମୁଁ ଖାଇବିନି। ତ ଫ୍ରେଣ୍ଡସ୍ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି ଆମ୍ବସରାର। ଏ ବର୍ଷ ଖାଲି ଖଟା ମାଳ। କେତେ ହବ ଯେ ପକଉଛୁ? ଟିକିଏ ହବ। ଏତିକି ଟାକୁଆ ଏଠି ଥୁଆ ହେଇଛି। ଦେଖି ବାବାରେ, ପୁରା ଜୁସ୍ ହେଇଯାଇଛି, ପିଓର ଜୁସ୍। କେତେ ଆମ୍ବ ହେଲେ ଆମ୍ବସରା ଗୋଟେ ହଉଛି? 100 ଆମ୍ବ ହେଲେ ହେଇଛି। ହଁ, କାଲିଠୁ ଅଧିକା ହବ। ହଁ, ଗୋଟେ କି ଆଣିଲେ ହବ। ଆମ୍ବସରାଟା ଅବଶ୍ୟ ଭଲ ଯେ, ଏତିକି ଟାକୁଆ ହେଲା। ବାସନା ପୁରା ଖାଲି କଷ ବାସନା ଆଉଛି। ଆମ୍ବ ଦିନ ଯେହେତୁ ସମସ୍ତ ଘରେ ଗୋଟେ ଗୋଟେ ଆମ୍ବ ପଡ଼ିଛି। ଆମ ଘରେ ପଡ଼ିନଥିଲା। ମୋ ବୋଉ ସମସ୍ତ ଘରେ ଯେମିତି ଦେଖିକି କହିଲା, ସମସ୍ତ ଘରେ ପକେଇଛନ୍ତି, ତମେ ଆମ୍ବ ଆଣ ଆମର ପକେଇବା ଆଉ। ତ ଆମ୍ବ ଯୋଡ଼ି ଯେମିତି ହେଇଛି, ସାଙ୍ଗେ ସାଙ୍ଗେ ସେ ପକେଇ ଦେଇଛି, ଆଉ ବିଳମ୍ବ କରିନି। ମିଲି ଘର କେତେ ଆମ୍ବ ପକଉଛନ୍ତି ଲୋ? ଖାଲି ଆମ୍ବୁଲ? ମିଲି ତମର ଖାଲି ଆମ୍ବୁଲ କ'ଣ ପକଉଛ? ଆଉ କ'ଣ ପକେଇବୁ? ତମେ ଆଣିକି ଆମ୍ବ ସାରା ପକେଇଲ। ଆଉ ତମେ କୁଲର ଇଏ କରୁଛ, ଗଦେଇ ହେଲା ଭଳିଆ ହବ। ତମ କୁଲାରେ କ'ଣ ହବ? ପକେଇକିରି କି ତମ ଇଏଟା ତା ଉପରେ ଗୋଟେ ଜରି ଅଖା ଘୋରେଇ ଦବ, ଖରା କାଟିବା। ସେଇଟା ଭଲ ଓସାରିଆ ହେଇକି ପତଳା ହେଲେ ଭଲ ଖରାକୁ ଶୁଖିବ ନା। ଆଉ କୁଲର ତ ଗଦେଇ ହବ ହେରାକ।
ବେଞ୍ଚଟା ଆଣିକି ପକେଇଦବ ସେଇଥିରେ ଭଲ ଲମ୍ବାଳିଆଟେ କରିଦବ ଚୋରି ହେଲେ ଟିକେ ଆମ୍ବୁଲ କରିଦଉଛି ବିକିଦବୁ ଗଲା ସଇଲା। ଆମ୍ବ ସରା ସିନା ଏମିତି ଆମ୍ବ ହେଲେ ଏରା ତ ଆମ୍ବିଳି ଫାମ୍ବିଳି ସବୁ ଏ ଚୁଲାର ହବନି ଗଦେଇ ହବ। ସେ ବେଞ୍ଚଟା ପକେଇଦିଏ ନହେଲେ ତମ ହେଇଛି ଇଏଟା ଅଛି ଉଚ୍ଚ ଜାଗାରେ ପକେଇଲେ ଆମ୍ବ ପୁରା ରସ ଢାଳା ହେଇଯାଇଛି। ଖରାକୁ ଭଲ ଶୁଖିବ। ଯୁଆଡ଼େ ଦେଖିବ ସିଆଡ଼େ ଖାଲି ଆମ୍ବ 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 ଗଦା ହେଇଛି। ଖରା ବି ତା ସହିତ ମସ୍ତ ହଉଛି। ପୁରା ସାଉଁଳେଇ ସାଉଁଳେଇ। ଆହୁରି ପତଳା କରୁନୁ ଏ କଳା କଳା ଗୁରା କାଟି ଦଉନୁ କେମିତି ହବ? ପ୍ରସ୍ତୁତି ଚାଲିଛି ଆଉ ଏକ ନୂଆ ଆଇଟମ୍। ଏଇଟା ଏଇଟା ଖରା ସହିତ ପବନ ବି ବଢ଼ିଆ ହଉଛି। ଖାଲି ଖରା ହଉଛି ବୋଲି କହିବାନି ପବନ ବି ହଉଛି। ସଇଲା। ସେ ତାର ବର୍ତ୍ତମାନ ଶୁଖିବ ନା ମାସେ କାଳ 15 ଦିନ ଟି ତ ସିଏ ବର୍ତ୍ତମାନ ଶୁଖିବ ଏଇନା 15 ଦିନ। ତ 15 ଦିନ ପରେ କଳା କାଠୁଆ ପଡ଼ିଗଲେ ପୁରା କଳା କିଚି କିଚି ତାପରେ ତାକୁ କଟା ହବ ପନିକିରେ ନହେଲେ କତୁରରେ କାଟିଲା ପରେ ତା ନାଁ ଦିଆଯିବ ଆମ୍ବ ସରା। ମିଥୁ ଭାଇ ବର୍ତ୍ତମାନ ଆମ ଗ୍ରହଣରେ ଉପସ୍ଥିତ ହେଇଗଲେ। ମିଥୁ ଭାଇ ଆଉ କ'ଣ ଖାଇଛୁ ଆଜି କହ? ମୁଣ୍ଡରେ ରହିଲା କେଉଁଠି ପକେଇଲା ଦେଖ କହୁଛି ଏଇଟା ତ ମିଥୁଆର ବର୍ତ୍ତମାନ ମୁଣ୍ଡ ବାଜିଗଲା ଆଜବେଷ୍ଟରେ। ତୁ ମିଥୁ ଡେଙ୍ଗା ହେଇଗଲୁ ତାହେଲେ ନା କଷ ଡେଙ୍ଗା ଆଉ ନାଇଁ କି ମୁଣ୍ଡରେ ତାର ଆଜବେଷ୍ଟ ବାଜିଗଲା। ଆଜବେଷ୍ଟ ତାର ମୁଣ୍ଡରେ ବାଜିଗଲା। କ'ଣ ଖାଇଛୁ ମିଥୁ? ବସୁନୁ ଖାଲି ଚାଲିଛୁ କ'ଣ? ଭାତ ଖାଇଛୁ? ଜୋରେ କହିଲେ ସିନା ହବ। ମୋତେ ଶୁଭୁଛି ସିନା ଆମ ଭ୍ୟୁଅର୍ ମାନଙ୍କୁ ଶୁଭୁଛି କି? ଆସେ ବସୁନୁ ଲାଜ କ'ଣ କରୁଛୁ? କ'ଣ ଖାଇଛୁ କହ? ଭାତ ଆଉ ଆଳୁ ଚିକେନ ନାଇଁ କାଲିର ଆଉ ଯୋଉ ଦିନର ଆଉ ଫ୍ରିଜରେ ଥୋଇଥାଅ। ତାହେଲେ କାଲି ମିଥୁ କାଲି ଚିକେନ ବାଡ଼େଇ ଦେଇଛି। ହେଇଥିପାଇଁ ଆମ ଘର ଆଡ଼େ ଆସିନି ଆଉ 3 ଦିନ ହେଲା। ଆପଣମାନେ ମିଥୁ ଦେଖିନଥିବେ ଆଜି ଦେଖିଲେ ମିଥୁ ହେଲା ଆଉ ବ୍ଲଗରେ ତୁ 3 ଦିନ ହେଲା ଆସିନି ନା ଆମର କୋଉଠି 3 ଦିନ ହେଲା ଆସିନି ଆଉ ଫୋନ ଗଲେ ଗାଧେଇ ଆସିବା ତାକୁ ସେ ସବୁ କବାଟ ଖୋଲା ଅଛି ତାକୁ ଗଲି ଡାକିବା ପାଇଁ ସେ କହିଲା ମୁଁ ଏଇନା ଗାଧେଇନି ତୁ ଗଲୁ ଏଠୁ ମୁଁ ଆଉ ଟିକେ ପରେ 12ଟା ବେଳକୁ ଗାଧେଇବି। ସେ କ'ଣ କହିଲା ଫୋନ ଗଲେ ମୁଁ ଆସିବି ଗାଧେଇବା ପାଇଁ। ସେ ପଣ୍ଡାଟା ନା ଶୋଇଥିବ ଟାଇମ୍ କେତେଟା ହେଇଛି ଟାଇମ୍ 12ଟା ହେଲା। ହଁ ବା 10ଟା ସେ ଗଲା କାଲି 10ଟା ବେଳକୁ ଗଲି ଗାଧେଇ ସେ ଗଲା 10ଟା ବେଳକୁ ଡାକିବୁ ମୁଁ ଗଲି 10ଟା ବେଳକୁ ଡାକିବା ପାଇଁ 10ଟା ହେଲାଣି ତ ଗଲି ଡାକିବା ପାଇଁ ସେ କହିଲା ନାଇଁ ଆଉ ଟିକେ ଡାକ 12ଟା ବେଳକୁ ଗାଧେଇ କାଲି ଗଲା ଫୋନ ଗଲେ ମୁଁ ଗାଧେଇଛି। ତାର ଇଚ୍ଛା ନୁହଁ ଦିନ ଯାକ ଏ ଗରମରେ ରହୁଛି କେମିତି ଜାଣିଛି। ଆଜି କ'ଣ ପାଠ ପଢ଼ିଲେ ଦିଦି? ଆଜି କ'ଣ ପାଠ ପଢ଼ିଲେ ଯେ? ହଁ ତ କଲେଜ ପିଲା ଆସିକି ସବୁ କଲେଜ ପିଲା ଆସିକି ବର୍ତ୍ତମାନ ଓଳାଓଳି କରୁଛନ୍ତି ଚାରିଆଡ଼। କେଜାଣି ମତେ ଚିକୁ କହିଲା ଚିକୁ ଭାଇ ଏବେ ଦିଦି ସିଏ ତମ ସହିତ ଚିକୁ ଯୋଉ ହେରା କ'ଣ ପୁଣି ଖଟା ଚାଲିଲା ହେବି ଆଚାର ଚିକୁ ଦିଦି କ'ଣ ପଢ଼ା ହେଲା ଆଜି? ପାଠ କଥା କହିଲେ ମିଥୁ ଟିକେ ଲାଜେଇ ଯାଉଛି। ପାଠରେ ଟିକେ ଦୁର୍ବଳଟା ତ ଚଳିବ ଟେନସନ୍ ନାହିଁ। ଖାଇ ଦେଇଛି ନା ସବୁ?
ଆଉ ହାତ ଟିକେ ମାରିଛି ପୁରା ଚାଟି ଦେଇକି ଯାଇଛି ମାଙ୍କଡ଼। ମାଙ୍କଡ଼ କି ଗାଈ କେଜାଣି କୁଆ ଗଲା ମାଙ୍କଡ଼ ସବୁ ଆମ୍ବ ସରା ଖାଇ ଦେଇକି ଯାଇଛି ଚାଟି ଦେଇକି। ମୋ ବୋଉ ଯାଇକି ବଇଛୁ କୁଆଡ଼େ ଦୁଆର ଆଡ଼େ। ମୋ ବୋଉ ଯାଇକି ବଇଛି ଦୁଆର ଆଡ଼େ ମାଙ୍କଡ଼ ସବୁ ଆମ୍ବ ସରା ଚାଟି ଦେଇକି ଚାଟି ଚୁଟା କରିକି ସବୁ ଯେତିକି ଯାହା ତାକୁ ପୁରା ଜୁସ୍ ହେଇକି ପଡ଼ିଛି ନା ତାକୁ ପୁରା ସୁଖ ଲାଗିଛି ଖାଇବାକୁ। ଆଉ ସେ ଖାଇ ଦେଇକି ବର୍ତ୍ତମାନ ଯାଇଛି ତାର ସବୁ ନୁଣ୍ଡା କରିଦେଇକି। ତୁ ବଇଛି ଗାଈ ଜଗିକି ଗାଈ ଛାଡ଼ିବ ବୋଲି ଦୁଆରେ। ତୁ ସିନା ଦୁଆରେ ପକେଇଥାନ୍ତୁ। ହଉ ଦେଖିଆ ଆଉ ଖାଲି ଆମ୍ବ ସରା ପାଇଲା ମାନେ ଏଇନା ଆମ୍ବ ଡେଲି ଆଣିକି ଦେବାକୁ। ଏଇଟା କ'ଣ ନଡ଼ୁ ତୁ ଏଟା ଦୁଆରକୁ ଆଣେ ହେରି ଦୁଆରକୁ ଆଣିକି ବ ଆଉ ଗାଈ କିଏ ଫିଟ ମୁଁ ଅନେଇଥିବି କେତେବେଳେ ମୋତେ ନିଦ ଲାଗିଲାଣି। ଆଉ ତାକୁ ନିଦ ଭଲ ଲାଗିଲା କି ତା ସହିତ ମାଙ୍କଡ଼ ଆମ୍ବ ଖାଇ ଦେଇକି ଯାଇଛି। ଆମ ଝୁମୁରିକି ପୁଣି ଫିଟା ହବ କହୁଛି ପାଣିଟା ନାଯିବ ଯେଉଁ ଗାଈ ଗୋଠରେ ସେ ଯାଉଛି ନା ଆମର ଘରେ ବନ୍ଧା ହେଉଛି ସେ ଗାଈ ଗୋଠରେ ହିଁ ଯାଉଛି ତ ଗାଈ ଗୋଠରେ ହିଁ ଫିଟା ହବ। ଆଉ ଚାଲ ଦେଖିବା ବଇଥିବା ଖରାରେ କ'ଣ ହେଉଛି। କୋଉରା ପାଞ୍ଚଟା କ'ଣ ଖାଇଦେଲୁ 5ଟା କୋରା 5ଟା ଖାଇଦେଲୁ ଭଲ ନା ଆଉ ନାଇଁ ହଁ ହଉ ତ ଫ୍ରେଣ୍ଡସ୍ ବର୍ତ୍ତମାନ ଆଉ ଲେଟ୍ ନ କରିକି ଭାବୁଛି ଆଜିର ବ୍ଲଗ୍ଟି ଏଇଠି ଏଣ୍ଡ କରୁଛି। ତ ଆଶା କରୁଛି କି ଆପଣ ଆଜିର ବ୍ଲଗ୍ଟି ଆପଣ ନିହାତି ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କମେଣ୍ଟ ଗୋଟେ କରିଦେବେ। ତ ରହୁଛି ବାଏ। କାଲି ଦେଖା ଗୋଟେ ନେକ୍ସଟ ବ୍ଲଗ୍ରେ ସେ ପର୍ଯ୍ୟନ୍ତ ରହୁଛି ବାଏ।